ଆପଣ ଜଣକ ବାବଦରେ ସବୁ କିଛି ଜାଣିଥିବେ। ସେ କେତେ ମିଛ କହୁଛି କେତେ ସତ କହୁଛି ଆପଣ ତାହା ମଧ୍ୟ ପରୀକ୍ଷା କରିଥିବେ। ସେ ଆପଣଙ୍କୁ କେତେ ଭଲ ପାଉଛି ନା ନାଟକ କରୁଛି ଆପଣ ତାହା ମଧ୍ୟ ଜାଣିଥିବେ। ସେ ଆପଣଙ୍କ ପାଇଁ କେତେ ଯତ୍ନବାନ ବା ଆପଣଙ୍କର ସେ କେତେ କେୟାର ନେଉଛି ତାହା ମଧ୍ୟ ଆପଣ ଜାଣିଥିବେ। ତଥାପି ସେ ମଣିଷଟା ଯେତେବେଳେ ଆପଣଙ୍କ ସାମ୍ନାରେ ନାଟକ କରେ, ମିଛ କଥା କହି ଆପଣଙ୍କର ନିଜର ହେବାକୁ ଚେଷ୍ଟା କରେ, ସେତେବେଳେ ସତରେ ହୃଦୟକୁ ବହୁତ ବାଧିଥାଏ। କାହିଁକି ନା ଯେଉଁ ଲୋକକୁ ଆପଣ ନିଜର ଭାବିଥିବେ ସେ ଲୋକ ଆପଣଙ୍କ ସହିତ ଯେତେବେଳେ ନାଟକ ରଚିଥାଏ ବା ଆପଣଙ୍କୁ ମିଛ କଥା କହି ବଦନାମ କରିଥାଏ, ସେତେବେଳେ ହୃଦୟକୁ ବହୁତ କଷ୍ଟ ହୁଏ। ସେଇଥିପାଇଁ ଯେତେବେଳେ ଜଣେ ଜାଣିପାରିଛି ଆମେ କେତେ ମାତ୍ରାରେ ସେ ଲୋକ ପ୍ରତି ଯତ୍ନବାନ ଅଛନ୍ତି, କେତେ ତାର କେୟାର ନେଉଛନ୍ତି, କେତେ ତାକୁ ଭଲ ପାଉଛନ୍ତି, କେତେ ନିସ୍ୱାର୍ଥପର ଭାବରେ ତାକୁ ଆମେ ଭଲ ପାଇବା ଦେଇଛନ୍ତି, ସେତେବେଳେ ସେ ଲୋକ ସହିତ ଖେଳିବା କଥା ନୁହେଁ ଆଜ୍ଞା। କାହିଁକି ନା ଯଦି ଥରୁଟିଏ ତା ହୃଦୟ ଭାଙ୍ଗିଗଲା ଆଉ ମନ ଭିତରୁ କୌଣସି ଗୋଟିଏ ପଦ କଥା ତାର ଆମ ପ୍ରତି ବାହାରି ଆସିଲା, ସେଇଟା ଅଭିଶାପ ହେଇଯିବ ଆଜ୍ଞା। ସେ ଅଭିଶାପର ନିଆଁରେ ଆମେ ଜଳିଯିବା। ଏଇ ତ ଜୀବନର କଥା।